ଝେଲମ ନଦୀରେ ସନ୍ଧ୍ୟା ଗଦ୍ୟର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବରରେ ଅଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ପ୍ରଶ୍ନର ମୂଲ୍ୟ 1 ନମ୍ବର। 4 ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛିବା। କରେ ପ୍ରଶ୍ନ ଅଛି, କେଉଁ ନଦୀ କୂଳରେ ଶ୍ରୀନଗରବାସୀ ଲାଳିତ? ଉତ୍ତର ହେଉଛି 4ଟି ଅପସନ୍ ଅଛି। ଝେଲମ, ଗଙ୍ଗା, ହୁୟାଂହୋ, ବ୍ରହ୍ମପୁତ୍ର। ଉତ୍ତର ହେଉଛି ଝେଲମ। ଖରେ ପ୍ରଶ୍ନ ଅଛି, ଝେଲମ ନଦୀ କୂଳରେ କେଉଁ ନଗରବାସୀ ଲାଳିତ? ଅପସନ୍ ଅଛି ଇଟାଲୀ, ରୋମ, ଶ୍ରୀନଗର, କାଶ୍ମୀର। ଉତ୍ତର ହେଉଛି ଶ୍ରୀନଗର। ଗରେ ପ୍ରଶ୍ନ ଅଛି, ଝେଲମ ନଦୀର ଆକାର କେଉଁ ନଦୀ ପରି ଅପ୍ରଶସ୍ତ? ଅପସନ୍ ଅଛି ମହାନଦୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁଶଭଦ୍ରା। ଉତ୍ତର ହେଉଛି ବୁଢ଼ାବଳଙ୍ଗ। ଘରେ ପ୍ରଶ୍ନ ଅଛି, ଝେଲମ ନଦୀର ଜଳର ରଙ୍ଗ କିପରି? ଅପସନ୍ ଅଛି ଲାଲ, ଧଳା, ଈଷତ୍ ନୀଳ, ଗାଢ଼ ନୀଳ। ଉତ୍ତର ହେଉଛି ଗାଢ଼ ନୀଳ। ମୋର ପ୍ରଶ୍ନ ଅଛି, ଶ୍ରୀନଗର କାହାର ହୃଦୟ? ଅପସନ୍ ଅଛି ଗଙ୍ଗା, ଜାମ୍ମୁ, କାଶ୍ମୀର, ଝେଲମ। ଉତ୍ତର ହେଉଛି କାଶ୍ମୀର। ଚରେ ପ୍ରଶ୍ନ ଅଛି, ଲେଖକ କ'ଣ ଭଡ଼ା ନେଲେ? ଅପସନ୍ ଅଛି ଚାନ୍ଦୁଆ, ଶିକାରା, ମଖମଲି ଗଦି, ଚୌକି। ଉତ୍ତର ହେଉଛି ଶିକାରା। ଛରେ ପ୍ରଶ୍ନ ଅଛି, ହାଞ୍ଜି କେଉଁ ସମ୍ପ୍ରଦାୟର ଲୋକ ଥିଲା? ଅପସନ୍ ଅଛି ହିନ୍ଦୁ, ମୁସଲମାନ, ପଞ୍ଜାବୀ, ଖ୍ରୀଷ୍ଟିଆନ। ଉତ୍ତର ହେଉଛି ମୁସଲମାନ। ଜରେ ପ୍ରଶ୍ନ ଅଛି, ନଦୀର ଦୁଇ ପଟେ ନଗରକୁ ଯୋଗସୂତ୍ର ରଖିବା ପାଇଁ କେତୋଟି ସେତୁ ଗଢ଼ାଯାଇଛି? ଅପସନ୍ ଅଛି 2ଟି, 4ଟି, 6ଟି, 7ଟି। ଉତ୍ତର ହେଉଛି 7ଟି। ଝରେ ପ୍ରଶ୍ନ ଅଛି, କେଉଁ ଖ୍ରୀଷ୍ଟାବ୍ଦରେ ସବୁଠାରୁ ପ୍ରାଚୀନ ସେତୁ ଆଲିକଦଲ ନିର୍ମିତ ହୋଇଥିଲା? ଅପସନ୍ ଅଛି 1505, 1165, 1407, 1417। ଉତ୍ତର ହେଉଛି 1417। ନିଆରେ ପ୍ରଶ୍ନ ଅଛି, ସେତୁ ଗୁଡ଼ିକ କେଉଁଥିରେ ତିଆରି? ଅପସନ୍ ଅଛି ପଥର, କାଠ, ଲୁହା, କଂକ୍ରିଟ। ଉତ୍ତର ହେଉଛି କାଠ। ଟରେ ପ୍ରଶ୍ନ ଅଛି, ଝେଲମ ନଦୀରେ ଧାତ୍ରୀ ତରୀ ଏବଂ ଆଉ କେଉଁ ତରୀମାନେ ଯାତାୟାତ କରୁଅଛନ୍ତି? ଅପସନ୍ ଅଛି ବେପାରୀ, ମୋଟର ବୋଟ୍, ବାଣିଜ୍ୟ ତରୀ, ନୌଚାଳକ। ଉତ୍ତର ହେଉଛି ବାଣିଜ୍ୟ ତରୀ। ଠରେ ପ୍ରଶ୍ନ ଅଛି, ଲୋକେ କେଉଁଥିରେ ଆସି ଜିନିଷପତ୍ର ଖର୍ଦି କରି ନିଅନ୍ତି? ଅପସନ୍ ଅଛି ବୋଟ୍, ନୌକା, ପୋଲ, ଶିକାରା। ଉତ୍ତର ହେଉଛି ଶିକାରା। ଡରେ ପ୍ରଶ୍ନ ଅଛି, ଝେଲମ ନଦୀରେ ସନ୍ଧ୍ୟା କାହାପରି ସୁନ୍ଦରୀ? ଅପସନ୍ ଅଛି ରାଜକନ୍ୟା, ପରୀ, ଦେବୀ, କାଶ୍ମୀରୀ କିଶୋରୀ। ଉତ୍ତର ହେଉଛି କାଶ୍ମୀରୀ କିଶୋରୀ। ଢରେ ପ୍ରଶ୍ନ ଅଛି, ଲେଖକ କାହାକୁ ତାଙ୍କ ଦେଶର ଗୋଟିଏ ଗଳ୍ପ କହିବାକୁ କହିଲେ? ଅପସନ୍ ଅଛି ରଜାପୁଅ, ମନ୍ତ୍ରୀପୁଅ, ହାଞ୍ଜି, ରାଣୀ। ଉତ୍ତର ହେଉଛି ହାଞ୍ଜି। ଣରେ ପ୍ରଶ୍ନ ଅଛି, ରାଜାପୁଅ ଓ ମନ୍ତ୍ରୀପୁଅ ଦୁହେଁ
କ'ଣ ଥିଲେ? ଅପସନ୍ ଅଛି ଭାଇ, ଶତ୍ରୁ, ମିତ୍ର, ସଙ୍ଗାତ। ଉତ୍ତର ହେଉଛି ସଙ୍ଗାତ। ତରେ ପ୍ରଶ୍ନ ଅଛି କିଏ ପିଠା ବିକାଳି ଘରେ ରହିଲା? ଅପସନ୍ ଅଛି ମନ୍ତ୍ରୀ ପୁଅ, ରାଜା ପୁଅ, କଟୁଆଳ ପୁଅ, ସେନାପତି ପୁଅ। ଉତ୍ତର ହେଉଛି ମନ୍ତ୍ରୀ ପୁଅ। ଥର ପ୍ରଶ୍ନ ଅଛି ମନ୍ତ୍ରୀ ପୁଅ କେଉଁ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା? ଅପସନ୍ ଅଛି ରାଜା ବେଶ, ମନ୍ତ୍ରୀ ବେଶ, ପୁରୁଷ ବେଶ, ସ୍ତ୍ରୀ ବେଶ। ଉତ୍ତର ହେଉଛି ସ୍ତ୍ରୀ ବେଶ। ଧରେ ପ୍ରଶ୍ନ ଅଛି କିଏ ନିଜକୁ ହୀନ କପାଳିଆ କହି ଧିକ୍କାର କଲା? ଅପସନ୍ ଅଛି ରାଜା ପୁଅ, ମନ୍ତ୍ରୀ ପୁଅ, କଟୁଆଳ ପୁଅ, ସେନାପତି ପୁଅ। ଉତ୍ତର ହେଉଛି ରାଜା ପୁଅ। ଧରେ ପ୍ରଶ୍ନ ଅଛି କଟୁଆଳ କ'ଣ ପରିକ୍ରମା କରୁଥିଲା? ଅପସନ୍ ଅଛି ଉଆସ, ନଗର, ବଗିଚା, ସହର। ଉତ୍ତର ହେଉଛି ନଗର। ନରେ ପ୍ରଶ୍ନ ଅଛି କିଏ ଜେମାଙ୍କ କଣ୍ଠସ୍ୱର ଶୁଣିଲା? ଅପସନ୍ ଅଛି ରାଜା ପୁଅ, ମନ୍ତ୍ରୀ ପୁଅ, କଟୁଆଳ, ଜଗୁଆଳି। ଉତ୍ତର ହେଉଛି କଟୁଆଳ। ପରେ ପ୍ରଶ୍ନ ଅଛି ମନ୍ତ୍ରୀ ପୁଅ କାହାକୁ ବିଭା ହେଲା? ଅପସନ୍ ଅଛି ରାଜା ଝିଅ, ରାଜାଙ୍କ ଭଉଣୀ, ସେନାପତିଙ୍କ କନ୍ୟା, କଟୁଆଳ ଝିଅ। ଉତ୍ତର ହେଉଛି ରାଜାଙ୍କ ଭଉଣୀ। ପରେ ପ୍ରଶ୍ନ ଅଛି ଶିକାରା କେଉଁ ଘାଟରେ ଲାଗିଲା? ଅପସନ୍ ଅଛି ଗଙ୍ଗା, ଗଣପତି, ଝେଲମ, ଶ୍ରୀନଗର। ଉତ୍ତର ହେଉଛି ଗଣପତି। 2 ନମ୍ବର ହେଉଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ 1 ନମ୍ବର। କରେ ପ୍ରଶ୍ନ ଅଛି ଝେଲମ ମା'ର କୋଳରେ କେଉଁମାନେ ଲାଳିତ? ଉତ୍ତର ହେଉଛି ଶ୍ରୀନଗରବାସୀ। ଝେଲମ ମା'ର କୋଳରେ ଶ୍ରୀନଗରବାସୀ ଲାଳିତ। ଖରେ ପ୍ରଶ୍ନ ଅଛି କେଉଁ ମା'ର କୋଳରେ ଶ୍ରୀନଗରବାସୀ ଲାଳିତ? ଉତ୍ତର ହେଉଛି ଝେଲମ। ଝେଲମ ମା'ର କୋଳରେ ଶ୍ରୀନଗରବାସୀ ଲାଳିତ। ଗରେ ପ୍ରଶ୍ନ ଅଛି କାଶ୍ମୀରବାସୀ କାହାର ପ୍ରଶଂସାରେ ମୁଖର? ଉତ୍ତର ହେଉଛି ଝେଲମ ନଦୀ। କାଶ୍ମୀରବାସୀ ଝେଲମ ନଦୀର ପ୍ରଶଂସାରେ ମୁଖର। ଘରେ ପ୍ରଶ୍ନ ଅଛି ଝେଲମ ନଦୀର ଆକାର କିପରି? ଉତ୍ତର ହେଉଛି ଅପ୍ରଶସ୍ତ ବୁଢ଼ା ବଳଙ୍ଗ ପରି। ଝେଲମ ନଦୀର ଆକାର ଅପ୍ରଶସ୍ତ ବୁଢ଼ା ବଳଙ୍ଗ ପରି। ରେ ପ୍ରଶ୍ନ ଅଛି କାଶ୍ମୀର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ ଭୂମିକାରେ କିଏ ଅଭିନୟ କରିଛି? ଉତ୍ତର ହେଉଛି ଝେଲମ ନଦୀ। କାଶ୍ମୀର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ ଭୂମିକାରେ ଝେଲମ ନଦୀ ଅଭିନୟ କରିଛି। ରେ ପ୍ରଶ୍ନ ଅଛି ଶ୍ରୀନଗରକୁ କାଶ୍ମୀରର କ'ଣ ବୋଲି କୁହାଯାଏ? ଉତ୍ତର ହେଉଛି ହୃଦୟ। ଶ୍ରୀନଗରକୁ କାଶ୍ମୀରର ହୃଦୟ ବୋଲି କୁହାଯାଏ। ରେ ଅଛି ପ୍ରଶ୍ନ ଝେଲମ କାହାର ପ୍ରଧାନତମ ରକ୍ତବାହୀ ଧମନୀ? ଉତ୍ତର ହେଉଛି କାଶ୍ମୀର। ଝେଲମ କାଶ୍ମୀରର ପ୍ରଧାନତମ ରକ୍ତବାହୀ ଧମନୀ। ରେ ପ୍ରଶ୍ନ ଅଛି ଝେଲମ ନଦୀର ଦୁଇ ପଟ ନଗରର ଦୁଇ ଅଂଶକୁ ଯୋଗସୂତ୍ର ରଖିବା ଲାଗି କେତୋଟି ସେତୁ ଗଢ଼ାଯାଇଛି? ଉତ୍ତର ହେଉଛି 7ଟି। ଝେଲମ ନଦୀର ଦୁଇ ପଟ ନଗରର ଦୁଇ ଅଂଶକୁ ଯୋଗସୂତ୍ର ରଖିବା ଲାଗି 7ଟି ସେତୁ ଗଢ଼ାଯାଇଛି। ରେ ପ୍ରଶ୍ନ ଅଛି ସବୁଠାରୁ ପ୍ରାଚୀନ ସେତୁର ନାମ କ'ଣ ଓ ଏହା କେଉଁ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା? ଉତ୍ତର ହେଉଛି ଆଲିକଦଲ 1417 ଖ୍ରୀଷ୍ଟାବ୍ଦ। ସବୁଠାରୁ ପ୍ରାଚୀନ ସେତୁର ନାମ ଆଲିକଦଲ ଓ ଏହା 1417 ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ରେ ପ୍ରଶ୍ନ ଅଛି ଶ୍ରୀନଗରସ୍ଥ ଝେଲମ ନଦୀରେ ଜଳଯାତ୍ରା କଲେ କେତୋଟି ସେତୁ ପାରି ହେବାକୁ ପଡ଼େ? ଉତ୍ତର ହେଉଛି 7ଟି। ଶ୍ରୀନଗରସ୍ଥ ଝେଲମ ନଦୀରେ ଜଳଯାତ୍ରା କଲେ
7ଟି ସେତୁ ପାରି ହେବାକୁ ପଡ଼େ। ଟରେ ପ୍ରଶ୍ନ ଅଛି, ନୌକାରେ କେଉଁମାନେ ବାସ କରୁଛନ୍ତି? ଉତ୍ତର ହେଉଛି ଗୋଟିଏ ଗୋଟିଏ ପରିବାର। ନୌକାରେ ଗୋଟିଏ ଗୋଟିଏ ପରିବାର ବାସ କରୁଛନ୍ତି। ଠରେ ପ୍ରଶ୍ନ ଅଛି, କିଏ ହାଉସ୍ ବୋଟ୍ ଓଳାଉଛି ଏବଂ ଉତ୍ତର ଦିଗରେ ଅନାଇ କ'ଣ ଭାବୁଛି ବୋଲି କୁହାଯାଇଛି? ଉତ୍ତର ହେଉଛି ଘରଣୀ। ବେଳ ବୁଡ଼ିଲା ସେ କାହିଁକି ଆସିଲେ ନାହିଁ ବୋଲି ଭାବୁଛି। ଘରଣୀ ହାଉସ୍ ବୋଟ୍ ଓଳାଉଛି ଏବଂ ଉତ୍ତର ଦିଗରେ ଅନାଇ ବେଳ ବୁଡ଼ିଲା ସେ କାହିଁକି ଆସିଲେ ନାହିଁ ବୋଲି ଭାବୁଛି। ଡରେ ପ୍ରଶ୍ନ ଅଛି, ପ୍ରୌଢ଼ଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼େଇବାର ଉଦ୍ଦେଶ୍ୟ କ'ଣ ଥିଲା? ଉତ୍ତର ହେଉଛି ଶ୍ରମ ଊଣା ହୁଏ, ହାତରେ ଥଣ୍ଡା ପାଣି ଲାଗେ ନାହିଁ। ପ୍ରୌଢ଼ଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼େଇବାର ଉଦ୍ଦେଶ୍ୟ ଥିଲା ଯେ ଶ୍ରମ ସେଥିରେ ଊଣା ହୁଏ, ହାତରେ ଥଣ୍ଡା ପାଣି ଲାଗେ ନାହିଁ। ଢରେ ପ୍ରଶ୍ନ ଅଛି, ଘାଟ ନୌକାରୁ କିଏ ଜିନିଷପତ୍ର ଉଠାଇ ନେଉଛି ବୋଲି କୁହାଯାଇଛି? ଉତ୍ତର ହେଉଛି ଖଲାସି। ଘାଟ ନୌକାରୁ ଖଲାସି ଜିନିଷପତ୍ର ଉଠାଇ ନେଉଛି ବୋଲି କୁହାଯାଇଛି। ଣରେ ପ୍ରଶ୍ନ ଅଛି, କୂଳରେ ବସି ବୁଢ଼ା ପଠାଣ କ'ଣ ଖାଉଥିବାର କୁହାଯାଇଛି? ଉତ୍ତର ହେଉଛି ଧୂଆଁ। କୂଳରେ ବସି ବୁଢ଼ା ପଠାଣ ଧୂଆଁ ଖାଉଥିବାର କୁହାଯାଇଛି। ତରେ ଅଛି ପ୍ରଶ୍ନ, ଛାଟକାଟ ଯୁବକ ଜଣକ କିଏ ବୋଲି ଲେଖକ ଭାବିଛନ୍ତି? ଉତ୍ତର ହେଉଛି କଲେଜ ପିଲା। ଛାଟକାଟ ଯୁବକ ଜଣକ କଲେଜ ପିଲା ବୋଲି ଲେଖକ ଭାବିଛନ୍ତି। ଥରେ ପ୍ରଶ୍ନ ଅଛି, ଲେଖକ ହାଜିକୁ କ'ଣ କହିଲେ? ଉତ୍ତର ହେଉଛି ତୁମ ଦେଶର ଗୋଟିଏ ଗଳ୍ପ କହ। ଲେଖକ ହାଜିକୁ କହିଲେ, ତୁମ ଦେଶର ଗୋଟିଏ ଗଳ୍ପ କହ। ଦରେ ପ୍ରଶ୍ନ ଅଛି, ରାଜାପୁଅ କାହା ସାଙ୍ଗରେ ସଙ୍ଗାତ ବସିଥିଲା? ଉତ୍ତର ହେଉଛି ମନ୍ତ୍ରୀ ପୁଅ। ରାଜାପୁଅ ମନ୍ତ୍ରୀ ପୁଅ ସାଙ୍ଗରେ ସଙ୍ଗାତ ବସିଥିଲା। ଢରେ ପ୍ରଶ୍ନ ଅଛି, କି ସ୍ୱପ୍ନ ଦେଖିଛି ବୋଲି ମନ୍ତ୍ରୀ ପୁଅ ରାଜାପୁଅକୁ କହିଲା? ଉତ୍ତର ହେଉଛି ରାଜାପୁଅ କହିଲା, ସଙ୍ଗାତେ କାଲି ରାତିରେ ସପନ ଦେଖିଛି ଚନ୍ଦ୍ରଉଦିଆ ପରି ରୂପ କୋଉ ଦେଶର ରାଜଜେମା ଫୁଲ ସାଙ୍ଗେ ଗେଲେଇ ଲୁଟେଇ ହେଉଥିଲା, ପ୍ରଜାପତି ପଛରେ ଗୋଡ଼ାଉଥିଲା, ମୋତେ ଦେଖିଲା ପଦେ କଥା କହନ୍ତା, ଆଡ଼ ଆଖି ହାଣିଦେଇ ଗଲା କୁଆଡ଼େ ଉଭେଇ ଗଲା। ସେଇ କାହିଁ ନ ଦେଖିଲା ରୂପ ମୋ ଆଖି ଆଗରେ ନାଚୁଛି, ତାକୁ ଆଣି ନ ଦେଲେ ମୋ ଆଶା ଛାଡ଼। ନରେ ପ୍ରଶ୍ନ ଅଛି, କିଏ ଭଲ ପିଠା କରି ରାଜଜେମାଙ୍କ ପାଖକୁ କାହା ହାତରେ ପଠାଇଲା? ଉତ୍ତର ହେଉଛି ମନ୍ତ୍ରୀ ପୁଅ ପିଠା ବିକାଳି। ମନ୍ତ୍ରୀ ପୁଅ ଭଲ ପିଠା କରି ରାଜଜେମାଙ୍କ ପାଖକୁ ପିଠା ବିକାଳି ହାତରେ ପଠାଇଲା। ପରେ ପ୍ରଶ୍ନ ଅଛି, କିଏ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ କ'ଣ କହିଲା? ଉତ୍ତର ହେଉଛି ମନ୍ତ୍ରୀ ପୁଅ। ମନ୍ତ୍ରୀ ପୁଅ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ କହିଲା, ଅମକ ଦେଶର ରାଜପୁଅ ତୁମ ଲାଗି ଝୁରି ମରୁଛି, ତା ଜୀବନରେ ଆଉ ଆଶା ନାହିଁ। ତୁମର ପଦିଏ କଅଁଳ କଥା ହୁଏତ ତାକୁ ଜୀବଦାନ ଦିଅନ୍ତା। ଉଆସରୁ ଡାକେ। ବାଟରେ ଗୋଟାଏ ଅସଣା ଘରେ ସେ ପଡ଼ିଛି, ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ, ତାକୁ ଥରୁଟିଏ ଦେଖାଦିଅ, ତା ଦିହରେ ଯିବ ପଶୁ। ଫରେ ପ୍ରଶ୍ନ ଅଛି, ମନ୍ତ୍ରୀ ପୁଅଠାରୁ ରାଜାପୁଅ କଥା ଶୁଣି ଜେମା କ'ଣ କହିଲା? ଉତ୍ତର ହେଉଛି, ଯାଅ ଆଜି ରାତି 10 ଘଡ଼ି ଠେଇଁ ମୁଁ ରାଜାପୁଅକୁ ଦେଖାଦେଇ ଆସିବି। ମନ୍ତ୍ରୀ ପୁଅଠାରୁ ରାଜାପୁଅ କଥା ଶୁଣି ଜେମା କହିଲା,
ଯାଅ ଆଜି ରାତି 10 ଘଡ଼ି ଠେଇଁ ମୁଁ ରଜପୁଅକୁ ଦେଖା ଦେଇ ଆସିବି। ବରେ ପ୍ରଶ୍ନ ଅଛି ପରବୁଦ୍ଧି ପ୍ରଳୟ ଏ କଥା କିଏ କାହା ପ୍ରସଙ୍ଗରେ କହିଛି? ଉତ୍ତର ହେଉଛି ଜେମା ରଜପୁଅ ପ୍ରସଙ୍ଗରେ। ପରବୁଦ୍ଧି ପ୍ରଳୟ ଏ କଥା ଜେମା ରଜପୁଅ ପ୍ରସଙ୍ଗରେ କହିଛି। ଭରେ ପ୍ରଶ୍ନ ଅଛି କଟୁଆଳ ନଗର ପରିକ୍ରମା ବେଳେ ତା କାନରେ କେଉଁ ଶବ୍ଦ ବାଜିଲା? ଉତ୍ତର ହେଉଛି ଜେମାଙ୍କ କଣ୍ଠସ୍ୱର। କଟୁଆଳ ନଗର ପରିକ୍ରମା ବେଳେ ତା କାନରେ ଜେମାଙ୍କ କଣ୍ଠସ୍ୱର ବାଜିଲା। ମରେ ପ୍ରଶ୍ନ ଅଛି ରାଜା କଏଦୀ ଘରେ କାହାକୁ ଦେଖିଲେ? ଉତ୍ତର ହେଉଛି ଜେମା ନୁହନ୍ତି ଆଉ କିଏ ଜଣେ। ରାଜା କଏଦୀ ଘରେ ଜେମାଙ୍କୁ ନ ଦେଖି ଆଉ ଜଣେ କିଏ ତାକୁ ଦେଖିଲେ। ଜେମା ନୁହନ୍ତି ଆଉ କିଏ ଜଣେ। ଧନ୍ୟବାଦ।